ଘଟଗାଁ ବ୍ରହ୍ମାନନ୍ଦ ଏବଂ କର୍ପୂରକୁ ଭତ୍ତା ମିଳିବ କେବେ? କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସୁନାଟାଙ୍ଗିରି ଗ୍ରାମ ପଞ୍ଚାୟତର ସୁନାଟାଙ୍ଗିରି ଗ୍ରାମର ବୃଦ୍ଧା ବ୍ରହ୍ମାନନ୍ଦ ଖଟୁଆ ଏବଂ ସ୍ତ୍ରୀ କର୍ପୂରୀ ଖଟୁଆ ଉଭୟଙ୍କୁ 70 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଦୁହିଁଙ୍କୁ ମଧୁବାବୁ ପେନ୍ସନରୁ ବଞ୍ଚିତ ହେବାକୁ ପଡ଼ିଛି। ସେମାନେ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଦୁହିଁଙ୍କୁ ଭତ୍ତା ମିଳିପାରୁନାହିଁ। ବୃଦ୍ଧ ବୟସରେ ଏମାନେ ପର ଘରେ କାମଧନ୍ଦା କରି ଗୁଜୁରାଣ ମେଣ୍ଟାନ୍ତି। ଦୁଇ ପୁଅ ବାହା ହେଲା ପରେ ଏମାନଙ୍କୁ ବୋହୂମାନେ ପଚାରନ୍ତି ନାହିଁ। କେବଳ ଦିନ ମଜୁରୀ ହିଁ ଏମାନଙ୍କର ଏକମାତ୍ର ଭରସା। ଓଡ଼ିଏ ଖାଇଲେ ଓଡ଼ିଏ ଉପାସ ରହନ୍ତି ବୋଲି ବ୍ରହ୍ମାନନ୍ଦ ଖଟୁଆ ପ୍ରକାଶ କରିଛନ୍ତି। ଏଣୁ ଏହି ଦିନ ମଜୁରିଆ ଗରିବଙ୍କୁ କେବେ ମିଳିବ ଭତ୍ତା ବୋଲି ପ୍ରଶ୍ନ ଉଠୁଛି। କ୍ଷୀରୋଦ ପରିଡ଼ାଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।